ଆଜିର ଏହି ଭିଡିଓ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଏବଂ ସବୁଠାରୁ ଆଶ୍ଚର୍ଯ୍ୟଜନକ ସୂଚନା ନେଇ ଆସିଛି। କାରଣ ଆସନ୍ତା ଘଣ୍ଟା ମଧ୍ୟରେ ଆପଣଙ୍କ ଜୀବନରେ ଏକ ଏଭଳି ବିଚିତ୍ର ଘଟଣା ଘଟିବାକୁ ଯାଉଛି ଯାହା ଆପଣ ସ୍ୱପ୍ନରେ ମଧ୍ୟ କଳ୍ପନା କରିନଥିବେ। ଏହି ସମୟ ଜାତକମାନଙ୍କ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ରହସ୍ୟମୟ ରହିବ, କାରଣ ବ୍ରହ୍ମାଣ୍ଡର ଶକ୍ତିଗୁଡ଼ିକ କିଛି ଏଭଳି ସଂକେତ ଦେଉଛନ୍ତି ଯାହାକୁ ବୁଝିବା ଆପଣଙ୍କ ପାଇଁ ବହୁତ ଜରୁରୀ। ହଠାତ୍ ଏହି ସାପ ଆପଣଙ୍କ ଘରେ ପଶିବ ଏବଂ ଏହା କୌଣସି ସାଧାରଣ ଘଟଣା ହେବ ନାହିଁ, ବରଂ ଏହା ପଛରେ ବହୁତ ଗଭୀର ଆଧ୍ୟାତ୍ମିକ ଏବଂ ଜ୍ୟୋତିଷଶାସ୍ତ୍ରୀୟ କାରଣ ଲୁଚି ରହିଛି। ଏହି ରାଶିର ବ୍ୟକ୍ତିମାନଙ୍କୁ ବର୍ତ୍ତମାନ ସାବଧାନ ହୋଇଯିବାକୁ ପଡ଼ିବ, କାରଣ ଆସନ୍ତା ଘଣ୍ଟା ଆପଣଙ୍କ ଭାଗ୍ୟକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେବ। ଆପଣ ଅନେକ ସମୟରେ ଶୁଣିଥିବେ ଯେ ପ୍ରକୃତି ଆମକୁ ସମୟ ସମୟରେ ସତର୍କ କରାଏ, ଏବଂ ଏଥର ମାଧ୍ୟମ ପାଲଟିଛି ଏକ ସର୍ପ ଯିଏ ହଠାତ୍ ଆପଣଙ୍କ ଜୀବନରେ ପ୍ରବେଶ କରିବାକୁ ଯାଉଛି। ସବୁ କାମଧନ୍ଦା ଛାଡ଼ି ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଯଦି ଆପଣ ଗୋଟିଏ ବି ସୂଚନା ମିସ୍ କଲେ, ତେବେ ଆପଣ ସେହି ବଡ଼ ପରିବର୍ତ୍ତନକୁ ବୁଝିପାରିବେ ନାହିଁ ଯାହା ଆପଣଙ୍କ ଦ୍ରଦେଶରେ କରାଘାତ କରୁଛି। ଘରେ ସାପ ଆସିବା ପ୍ରାଚୀନ ମାନ୍ୟତା ଅନୁଯାୟୀ ରାହୁ ଏବଂ କେତୁଙ୍କ ପ୍ରଭାବକୁ ଦର୍ଶାଏ। ଏହି ସମୟରେ ରାହୁଙ୍କ ସ୍ଥିତି କିଛି ଏଭଳି ହେଉଛି ଯାହା ହଠାତ୍ ଧନଲାଭ କିମ୍ବା ହଠାତ୍ କୌଣସି ବଡ଼ ବିପଦର ସଂକେତ ଦେଉଛି। ଏହି ସାପ ଆପଣଙ୍କ ଘରର କେଉଁ କୋଣରେ ଦେଖାଦେବ, ସେହି ସମୟରେ ଆପଣଙ୍କୁ କ'ଣ କରିବା ଉଚିତ ଏବଂ କ'ଣ କରିବା ଅନୁଚିତ, ଏସବୁ ବିଷୟରେ ଆମେ ବିସ୍ତୃତ ଭାବେ ଚର୍ଚ୍ଚା କରିବୁ, ଯାହାଫଳରେ ଆପଣ ଆଗାମୀ ଯେକୌଣସି ବିପଦରୁ ନିଜକୁ ରକ୍ଷା କରିପାରିବେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେତେବେଳେ କୌଣସି ଜୀବ ହଠାତ୍ ଆମ ପରିବେଶରେ ପ୍ରବେଶ କରେ, ସେତେବେଳେ ସେ ନିଜ ସହିତ ଏକ ଶକ୍ତି ନେଇ ଆସେ। ଏହି ରାଶିର ଲୋକଙ୍କ ପାଇଁ ଏହି ଶକ୍ତି ବହୁତ ତୀବ୍ର ହେବାକୁ ଯାଉଛି। ହୁଏତ ଆପଣ ଗତ କିଛିଦିନ ଧରି ନିଜ ମନରେ ଏକ ଅଜବ ବ୍ୟାକୁଳତା ଅନୁଭବ କରିଥିବେ, କିମ୍ବା ଆପଣଙ୍କୁ ଲାଗିଥିବ ଯେ କେହି ଜଣେ ଆପଣଙ୍କ ପଛରେ ଅଛି। ଏସବୁ ସେହି ବିଚିତ୍ର ଘଟଣାର ପୂର୍ବ ସଂକେତ, ଯାହା ଏବେ ପ୍ରତ୍ୟକ୍ଷ ଭାବେ ଆପଣଙ୍କ ସାମ୍ନାକୁ ଆସିବାକୁ ଯାଉଛି। ସାପର ହଠାତ୍ ଘରେ ପଶିବା ଏହାର ପ୍ରତୀକ ଯେ ଆପଣଙ୍କ ଜୀବନରେ କୌଣସି ଲୁକ୍କାୟିତ ଶତ୍ରୁ ସାମ୍ନାକୁ ଆସିପାରେ, କିମ୍ବା କୌଣସି ଏଭଳି ରହସ୍ୟ ଖୋଲିବାକୁ ଯାଉଛି ଯାହା ବର୍ଷ ବର୍ଷ ଧରି ଦବି ରହିଥିଲା। ଆପଣଙ୍କୁ ନିଜ ଚାରିପାଖର ପ୍ରତ୍ୟେକ ହଲଚଲ ଉପରେ କଡ଼ା ନଜର ରଖିବାକୁ ପଡ଼ିବ, କାରଣ ଏହି ଘଣ୍ଟା ଆପଣଙ୍କ ଧୈର୍ଯ୍ୟ ଏବଂ ବୁଦ୍ଧିର ପରୀକ୍ଷା ନେବ। ଅନେକ ସମୟରେ ଆମେ ଏଭଳି ଘଟଣାକୁ ସାଧାରଣ ଭାବି ଏଡ଼ାଇ ଦେଉ, କିନ୍ତୁ ମନେ ରଖନ୍ତୁ ଯେ ଏହି ରାଶି ଏକ ବାୟୁତତ୍ତ୍ୱ ରାଶି ଏବଂ ଶନିଦେବ ଏହାର ସ୍ୱାମୀ। ଶନିଦେବ ହେଉଛନ୍ତି ନ୍ୟାୟର ଦେବତା, ଏବଂ ଯେତେବେଳେ ସେ କାହାକୁ ସଂକେତ ଦିଅନ୍ତି ତାହା ବହୁତ ଗଭୀର ହୋଇଥାଏ। ସାପକୁ କାଳର ରୂପ ମଧ୍ୟ ମନାଯାଏ, ଏବଂ ଏହାର ଆପଣଙ୍କ ଘରକୁ ଆସିବା ଏହି କଥାକୁ ଇଙ୍ଗିତ କରୁଛି ଯେ ସମୟର ଚକ୍ର ଏବେ ବୁଲିବାକୁ ଯାଉଛି। ଯେଉଁମାନେ ଆପଣଙ୍କୁ ଈର୍ଷା କରୁଥିଲେ କିମ୍ବା ଯେଉଁମାନେ ଆପଣଙ୍କ କାମରେ ବାଧା ସୃଷ୍ଟି କରୁଥିଲେ, ଏବେ ସେମାନଙ୍କ ଅନ୍ତର ସମୟ ଆସିଯାଇଛି। କିନ୍ତୁ ଏହା ସହିତ ଆପଣଙ୍କୁ ନିଜ ସୁରକ୍ଷାର ମଧ୍ୟ ଧ୍ୟାନ ରଖିବାକୁ ପଡ଼ିବ। ଏହି ଭିଡିଓ କୌଣସି ସାଧାରଣ ଭବିଷ୍ୟବାଣୀ ନୁହେଁ, ବରଂ ଏହା ଏକ ଚେତାବନୀ ଯାହାକୁ ଆପଣଙ୍କୁ ବହୁତ ଗମ୍ଭୀରତାର ସହ ନେବାକୁ ପଡ଼ିବ। ନିଜ ଘରର ମୁଖ୍ୟ ଦ୍ୱାରଠାରୁ ଆରମ୍ଭ କରି ବେଡରୁମ୍ ଏବଂ ରୋଷେଇ ଘର ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନକୁ ସଫା ରଖନ୍ତୁ, ଏବଂ କୌଣସି ଅନ୍ଧାରିଆ ସ୍ଥାନକୁ ଯିବା ପୂର୍ବରୁ ଆଲୋକର ବ୍ୟବସ୍ଥା ନିଶ୍ଚୟ କରନ୍ତୁ। ଏହି ରାଶିର ଲୋକଙ୍କ ପାଇଁ ଏହି ସମୟ ଏଥିପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଗ୍ରହମାନଙ୍କ ଚଳନ ଏବେ ଏଭଳି ଏକ ଜ୍ୟୋତି ବନାଉଛି ଯାହା ବିନାଶ ଏବଂ ନିର୍ମାଣ ଉଭୟର ସଂକେତ ଦେଉଛି। ଯଦି ଆପଣ ଏହି ସାପକୁ ଦେଖନ୍ତି, ତେବେ ଭୟଭୀତ ହୁଅନ୍ତୁ ନାହିଁ, ବରଂ ଏହାକୁ ଏକ ସନ୍ଦେଶବାହକ ଭାବେ ଗ୍ରହଣ କରନ୍ତୁ, କିନ୍ତୁ ସାବଧାନତାରେ କୌଣସି କମି କରନ୍ତୁ ନାହିଁ। ଏହି ଘଟଣା ଆପଣଙ୍କୁ ଡରାଇବା ପାଇଁ ନୁହେଁ, ବରଂ ଆପଣଙ୍କୁ ଜାଗ୍ରତ କରିବା ପାଇଁ ଘଟୁଛି,
ଯାହାଫଳରେ ଆପଣ ନିଜ ଜୀବନର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ହୋଇପାରିବେ। ଆପଣଙ୍କ ବ୍ୟବସାୟ ଏବଂ ଚାକିରିରେ ମଧ୍ୟ ଏହି ଘଟଣାର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିବ। ହଠାତ୍ ଆସିଥିବା ଏହି ବାଧା ଆପଣଙ୍କ ଚିନ୍ତାଧାରାର ଦୃଷ୍ଟିକୋଣକୁ ବଦଳାଇ ଦେବ। ବହୁତ ଲୋକ ଆପଣଙ୍କୁ ପରାମର୍ଶ ଦେବେ ଯେ ଏହା କେବଳ ଏକ ସଂଯୋଗ, କିନ୍ତୁ ଆପଣ ଜାଣନ୍ତି ଯେ ବ୍ରହ୍ମାଣ୍ଡରେ କିଛି ବି କାରଣ ବିନା ଘଟେ ନାହିଁ। ଏହି ରାଶିର ବ୍ୟକ୍ତିମାନେ ନିଜର ସହଜ ବୁଦ୍ଧି ପାଇଁ ଜଣାଶୁଣା। ତେଣୁ ନିଜ ଅନ୍ତରାତ୍ମାର ଶବ୍ଦ ଶୁଣନ୍ତୁ। ଆସନ୍ତା ଘଣ୍ଟାରେ ଆପଣଙ୍କୁ କିଛି ବିଶେଷ ମନ୍ତ୍ର ଜପ କରିବା ଉଚିତ ଏବଂ ନିଜ ଇଷ୍ଟଦେବଙ୍କ ଧ୍ୟାନ କରିବା ଉଚିତ, ଯାହାଫଳରେ କୌଣସି ନକାରାତ୍ମକ ଶକ୍ତିର ପ୍ରଭାବ ଆପଣଙ୍କ ପରିବାର ଉପରେ ପଡ଼ିବ ନାହିଁ। ଏହି ସାପ ସାକ୍ଷାତ କୌଣସି ଶକ୍ତିର ରୂପ ହୋଇ ଆପଣଙ୍କ ଘରକୁ ଆସିପାରେ, ଯିଏ ଆପଣଙ୍କୁ କୌଣସି ଆଗାମୀ ବଡ଼ ବିପଦରୁ ରକ୍ଷା କରିବାକୁ ଚାହୁଁଥିବ କିମ୍ବା ଆପଣଙ୍କୁ ଆପଣଙ୍କ ଭୁଲଗୁଡ଼ିକର ଅନୁଭବ କରାଇବାକୁ ଚାହୁଁଥିବ। ଆପଣ ଏହି ଭିଡିଓ ଦେଖୁଛନ୍ତି, ଏହା ମଧ୍ୟ ଏକ ସଂକେତ ଯେ ଆପଣଙ୍କୁ ଆଗୁଆ ସୂଚିତ କରାଯାଉଛି। କାମଧନ୍ଦାର ଚିନ୍ତା ଛାଡ଼ନ୍ତୁ, କାରଣ ଜୀବନ ଅଛି ତ ସଂସାର ଅଛି। ଯଦି ଆପଣ ସୁରକ୍ଷିତ ରହିବେ, ତେବେ ହିଁ ଆପଣ ନିଜ ଭବିଷ୍ୟତକୁ ସଜାଡ଼ି ପାରିବେ। ଏହି ସମୟ ମନ ରହିବା ଏବଂ ଅବଲୋକନ କରିବାର ଅଟେ। ନିଜ ଘରର ସଦସ୍ୟମାନଙ୍କୁ ମଧ୍ୟ ଏ ବିଷୟରେ ସୂଚିତ କରନ୍ତୁ ଏବଂ ସେମାନଙ୍କୁ ସତର୍କ ରହିବାକୁ କୁହନ୍ତୁ। ବିଶେଷ ଭାବେ ରାତି ସମୟରେ ଆପଣଙ୍କୁ ବହୁତ ଅଧିକ ସାବଧାନ ରହିବାର ଆବଶ୍ୟକତା ଅଛି, କାରଣ ସାପମାନଙ୍କ ସକ୍ରିୟତା ରାତିରେ ବଢ଼ିଯାଏ ଏବଂ ଜ୍ୟୋତିଷୀୟ ଦୃଷ୍ଟିକୋଣରୁ ମଧ୍ୟ ରାତିର ସମୟ ରାହୁଙ୍କର ହୋଇଥାଏ। ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆସନ୍ତା ଘଣ୍ଟା ଏକ ଅଗ୍ନି ପରୀକ୍ଷା ପରି। ଯଦି ଆପଣ ଶାନ୍ତି ଏବଂ ଧୈର୍ଯ୍ୟ ସହ ଏହି ସମୟ କାଟି ନିଅନ୍ତି, ତେବେ ଆଗାମୀ ସମୟ ଆପଣଙ୍କ ପାଇଁ ଅପାର ଖୁସି ଏବଂ ସଫଳତା ନେଇ ଆସିବ। କିନ୍ତୁ ଯଦି ଆପଣ ଏହି ଚେତାବନୀକୁ ହାଲୁକା ଭାବେ ନେଲେ, ତେବେ ଆପଣଙ୍କୁ ବହୁତ ବଡ଼ କ୍ଷତି ସହିବାକୁ ପଡ଼ିପାରେ। ଏହି ବିଚିତ୍ର ଘଟଣା ଆପଣଙ୍କ ଜୀବନର କାହାଣୀକୁ ଏକ ନୂଆ ମୋଡ଼ ଦେବ। ମନେ ରଖନ୍ତୁ ଯେ ପ୍ରକୃତି କେବେ ବି ଅକାରଣରେ ହଲଚଲ କରେ ନାହିଁ। ଏହି ସାପ ଆପଣଙ୍କ ଘରର କେଉଁ ଅଂଶରେ ପ୍ରବେଶ କରିବ, ତାହା ଆପଣଙ୍କ କୁଣ୍ଡଳୀର ଭାବ ଉପରେ ନିର୍ଭର କରେ, କିନ୍ତୁ ସାଧାରଣ ଭାବେ ଏହା ଆପଣଙ୍କ ଧନସ୍ଥାନ କିମ୍ବା ସୁଖସ୍ଥାନକୁ ପ୍ରଭାବିତ କରିବାକୁ ଆସୁଛି। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ କାହା ସହିତ ବିବାଦ କରନ୍ତୁ ନାହିଁ, କାରଣ ଏହି ସମୟରେ ଆପଣଙ୍କ ଶକ୍ତି ବହୁତ ଅସ୍ଥିର ରହିବ। ଏହି ସୂଚନାକୁ ନିଜ ପାଖରେ ସୀମିତ ନ ରଖି ନିଜର ସେହି ବନ୍ଧୁମାନଙ୍କୁ ମଧ୍ୟ ଜଣାନ୍ତୁ ଯେଉଁମାନେ ଏହି ରାଶିର ଅଟନ୍ତି, ଯାହାଫଳରେ ସେମାନେ ମଧ୍ୟ ସୁରକ୍ଷିତ ରହିପାରିବେ। ଆମେ ଆଗକୁ ଏହି ଭିଡିଓରେ ଆହୁରି ବିସ୍ତୃତ ଭାବେ କଥା ହେବା ଯେ ଏହି ସ୍ଥିତିରୁ ମୁକାବିଲା କରିବାର ଉପାୟ କ'ଣ ଏବଂ ଆପଣଙ୍କୁ କେଉଁ ବିଶେଷ ଦାନ ପୁଣ୍ୟ କରିବା ଉଚିତ ଯାହାଫଳରେ ଏହି ଘଟଣାର ପ୍ରଭାବକୁ କମ କରାଯାଇପାରିବ। ଏହି ରାଶିର ବ୍ୟକ୍ତିଙ୍କ ଜୀବନ ସେମିତି ବି ସଂଘର୍ଷରେ ଭରା ଥାଏ, କିନ୍ତୁ ଏହି ଘଟଣା ଆପଣଙ୍କ ଧୈର୍ଯ୍ୟର ଶେଷ ସୀମା ହୋଇପାରେ। ଭୟଭୀତ ହୁଅନ୍ତୁ ନାହିଁ, ବରଂ ସତର୍କ ରୁହନ୍ତୁ, କାରଣ ସତର୍କତା ହିଁ ସୁରକ୍ଷା। ଏହି ଘଣ୍ଟାର ଚକ୍ରକୁ